ତାକୁ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ ପ୍ରଥମ ଦିନରୁ ଭିଡ଼ିଛି ଏବଂ ଶେଷ ଯାଏଁ ଭିଡ଼ିବ ଏବଂ ଯେତେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନି ତାଙ୍କ ପରିବାରକୁ ନ୍ୟାୟ ମିଳିନି ବିଜୁ ଜନତା ଦଳ ସରକାରଙ୍କୁ ଶୋଇ ଦେବେ ନାହିଁ। ଗୋଟିଏ କଥା କହିବି, ଯେତେବେଳେ ଇଲେକ୍शन କ୍ୟାମ୍ପେନ୍ ବେଲେ ଦେଖିଥିବେ ଆପଣମାନେ ଯେତେବେଳେ ଆସୁଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ହଉ କି ତାଙ୍କର ମାନେ ମୁଖ୍ୟମନ୍ତ୍ରୀ ଆସୁଥିଲେ ଗୋଟିଏ କଥା କହୁଥିଲେ ଓଡ଼ିଶାକୁ ଆମେ 1 ନମ୍ବର କରିଦେବୁ। ଯାଉ ତାଙ୍କ କଥାରେ ମଧ୍ୟ ସତ ହୋଇଛି, ଓଡ଼ିଶାକୁ 1 ନମ୍ବର, ଯାହାର ସାର୍ଟିଫିକେଟ୍ ମଧ୍ୟ ଟ୍ରମ୍ପ ସରକାର ଦେଇଛନ୍ତି ଯେ ନାରୀ ନିର୍ଯାତନାରେ ଓଡ଼ିଶା ହେଉଛି 1 ନମ୍ବର। ଯେଉଁଥିପାଇଁ ଆଡ଼ଭାଇଜରି ସେ ନୋଟ୍ ଯେଉଁ ଜାରି କରିଥିଲେ ଯେ ଓଡ଼ିଶାକୁ ଯେତେବେଳେ ତାଙ୍କ ଟୁରିଷ୍ଟ ଆସୁଛନ୍ତି ବା ମହିଳା ଟୁରିଷ୍ଟ ସେତେବେଳେ ନ ଯିବା ପାଇଁ ସେ ଆଡ଼ଭାଇଜରି ନୋଟିସ୍ କରିଛନ୍ତି। ତ ଏଇଠି ଭାବିବେ ଜାଣିପାରୁଥିବେ ଯେଉଁ କଥା ସେ 1 ନମ୍ବର କହିଥିଲେ ସେଟା ସେ ପରିଣତ କରିଛନ୍ତି ନାରୀ ନିର୍ଯାତନାରେ। ତ ଏ ସରକାର ଏତିକି ଜାଣିବା ଦରକାର, ଯେତେବେଳେ ଗୋଟେ ୟୁଏସ୍ ଭଳିଆ ଗଭର୍ଣ୍ଣମେଣ୍ଟ ଦେଇସାରିଲା ପରେ ବି ସଚେତନ ହେଉନାହାନ୍ତି, ଟ୍ୱିଟ୍ କଲା ପରେ ମଧ୍ୟ ସରକାର ଶୁଣୁନାହାନ୍ତି, ତ ୟାଠୁ ଅଧିକା କ'ଣ କୁହାଯାଇପାରେ। ତ ଏଙ୍କୁ ତୁରନ୍ତ ଯେଉଁମାନେ ଦୋଷୀ ସେମାନେ ତାର ଇସ୍ତଫା ଦେବା ଦରକାର ଏବଂ ଯେଉଁମାନେ ଦୋଷୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତୁରନ୍ତ ଜେଲ୍ ପଠାଇବା ଆବଶ୍ୟକତା ଅଛି। ବିଚାର ବିଭାଗୀୟ ତଦନ୍ତ ଦାବି ଆମେ କରିଆସୁଛୁ ବିଜୁ ଜନତା ଦଳ ପକ୍ଷରୁ। ଆପଣ ଆଜି ସେହି ଦାବିକି ଆଖି ରଖି ଆମେ ମହାତ୍ମା ଗାନ୍ଧୀ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଉପାୟରେ ନୀରବ ଆନ୍ଦୋଳନ ଜରିଆରେ ସେହି ଦାବି ସପକ୍ଷରେ ଆମେ ଆମର ପୁନର୍ବାର ସରକାର ପାଖରେ ଦାବି କରିଛୁ ତାର ବିଚାର ବିଭାଗ ତଦନ୍ତ। ଏ କାରଣ ହେଲା ସହଦେବ କୁଣ୍ଡାର ଥାନା ଅଧିକାରୀ ତାକୁ ଷ୍ଟେସନ ଡାଏରୀ କରିଦେଇ ପରବର୍ତ୍ତୀ କାଳରେ ଯେଉଁ ନ୍ୟାୟିକ ପ୍ରକ୍ରିୟାର ଏଫଆଇଆର ରୁଜ୍ କରିବା କଥା ତାହା କଲେ ନାହିଁ। ତେଣୁ ଯାହାଫଳରେ ଝିଅଟି ବାଧ୍ୟ ହୋଇ ଏହି ସ୍ତରକୁ ଗଲା ଏବଂ ଆତ୍ମହତ୍ୟା ଆଡ଼ିକି ଗଲା। ଯେହେତୁ ପୋଲିସ ପ୍ରଶାସନ କ୍ଷେତ୍ରରେ ଅଛି ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଅଛନ୍ତି, ତେଣୁ ବିଚାର ବିଭାଗ ତଦନ୍ତ ହେଲେ ତା ପରିସରକୁ ସମସ୍ତେ ଆସିପାରିବେ, କେବଳ କ୍ରାଇମବ୍ରାଞ୍ଚ, କାରଣ କ୍ରାଇମବ୍ରାଞ୍ଚ ତ ସେ ସରକାରଙ୍କ। ଏହା ହିଁ ଦାବି ଆମ ଦାବି। ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଯେତେବେଳେ ବିଜୁ ଜନତା ଦଳ ରାଜରାସ୍ତାରେ ଲଢ଼େଇ କରୁଥିଲା ସେତେବେଳେ ପୋଲିସର ଯେଉଁ ମାତ୍ରାଧିକ କାର୍ଯ୍ୟ ସେଥିରେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃତ୍ୱ ଆହତ ହୋଇଛନ୍ତି, କର୍ମୀ ଆହତ ହୋଇଛନ୍ତି। ଗୋଟିଏ ଗଣତାନ୍ତ୍ରିକ ଆନ୍ଦୋଳନକୁ ଚପେଇ ଦେବା ପାଇଁ ସରକାରଙ୍କର ଏହି ଯେଉଁ ବିଧିବଦ୍ଧ ଷଡ଼ଯନ୍ତ୍ରକୁ ଆମେ ନିନ୍ଦା କରୁଛୁ ଏବଂ ଆମର ଦାବି ରହିବ ଗୋଟିଏ ବିଚାର ବିଭାଗ ତଦନ୍ତ ହେଉ, ପୀଡ଼ିତା ନ୍ୟାୟ ପାଉ। କାରଣ ଆପଣ ଜାଣିଛନ୍ତି ପୀଡ଼ିତା ଏ ଘଟଣାକୁ ଯେତେବେଳେ ସାର୍ବଜନୀନ କଲେ ସେ ନ୍ୟାୟ ପାଇଁ ସେ ସମସ୍ତଙ୍କୁ ଟ୍ୱିଟ୍ କରିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ମନ୍ତ୍ରୀଙ୍କଠୁ ବିଭାଗୀୟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ସ୍ଥାନୀୟ ସାଂସଦ, ବିଧାୟକ, ପୋଲିସ ପ୍ରଶାସନ। ପୀଡ଼ିତା ସ୍ୱାଧୀନତାର 78 ବର୍ଷ ପରେ ଆମର ବ୍ୟବସ୍ଥାକୁ କାଠଗଡ଼ାରେ ଛିଡ଼ା କରିଦେଇକି ଆଜି ଦଗ୍ଧ ହୋଇଯାଇଛନ୍ତି। ତେଣୁ ଆଜି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ମୋର ଦାବି ରହିବ, ନିବେଦନ ରହିବ, ଆଜି ଗାନ୍ଧୀଙ୍କ ପାଖରେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଖରେ ଆମେ ନୀରବ ପ୍ରାର୍ଥନା କରି ସରକାରଙ୍କୁ ଅନୁରୋଧ କରୁଛୁ, ସରକାରଙ୍କର ସଦ୍ବୁଦ୍ଧି ଉଦୟ ହେଉ। ସବୁବେଳେ ଗଣତନ୍ତ୍ରରେ ଇଏ ଗୋଟିଏ ଉଚ୍ଚ ପରମ୍ପରା ସୃଷ୍ଟି କରନ୍ତୁ ସରକାର। ତୁରନ୍ତ ବିଚାର ବିଭାଗ ତଦନ୍ତ ଘୋଷଣା କରାଯାଉ, ଏ ଦାବି ଆମର ରହିଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଯିଏକି ଶାନ୍ତିର ଦୂତ ଥିଲେ, ତାଙ୍କର ପାଦ ତଳେ ସେଇଠି ବିଜୁ ଜନତା ଦଳ ତରଫରୁ ଏକ ନୀରବ ପ୍ରତିବାଦ, ମୌନ ପ୍ରତିବାଦ। 1 ନମ୍ବର ଯେଉଁ ଦାବି ପାଇଁ ଆମେ ଜନଗଣଙ୍କର ଯେଉଁ ଆକ୍ରୋଶ, ଓଡ଼ିଶା ଯେଭଳି ଅପନିନ୍ଦିତ ହୋଇଛି ସାରା ଭାରତରେ, ତେଣୁ ତାକୁ କିଭଳି ଭାବରେ ଆମର ଜୁଡିସିଆଲ ଇନକ୍ୱାରି ଯେଉଁ ଦାବି ଆମର, ତାକୁ ତୁରନ୍ତ ସରକାର ଆଡମିନିଷ୍ଟ୍ରେଟିଭ ଇନକ୍ୱାରି, କ୍ରାଇମବ୍ରାଞ୍ଚ ଇନକ୍ୱାରି ଘୋଷଣା କରୁଛନ୍ତି। ଜୁଡିସିଆରୀ ଇନକ୍ୱାରି କରିବା ପାଇଁ ହାଇକୋର୍ଟ ଜଜଙ୍କ ପାଖରେ କାହିଁକି ସରକାର ପଛଉଛନ୍ତି? ଆମର କହିବାର ଉଦ୍ଦେଶ୍ୟ ଯୁକ୍ତି ବି ଅଛି ଯେ ଯେହେତୁ 6 ମାସ ଧରି ସେ କହିଲା ଝିଅଟି କିଛି ହେଲା ନାହିଁ, ଜୁନ୍ 30ରେ ଥାନାରେ ଏଫଆଇଆର ଦେଲା, ଏସପି ଜାଣିଲେ, କଲେକ୍ଟର ଜାଣିଲେ, କିଛି ହେଲା ନାହିଁ ବାଲେଶ୍ୱରରେ। 1 ତାରିଖରେ ଟ୍ୱିଟ୍ କଲା, ସମସ୍ତଙ୍କୁ କୌଣସି ପଦକ୍ଷେପ ନିଆଗଲାନି ଏବଂ ତାର 12 ଦିନ ପରେ ସେ ଯାଇ ଦୁଃଖଦ ତାର ଯେଉଁ ଆତ୍ମାହୁତି କଲା। ଏ ଲଜ୍ଜାଜନକ ଘଟଣା, ନିନ୍ଦନୀୟ ଘଟଣା। ତେଣୁ ଜୁଡିସିଆଲ ଇନକ୍ୱାରି ଗୋଟେ ଟାଇମ୍ ଫ୍ରେମ୍ରେ ଦେଇକରି କରିବା କଥା। ସେଇଥିପାଇଁ ଗାନ୍ଧୀଙ୍କ ପାଖରେ ଅନ୍ତତଃ ପକ୍ଷେ ଗାନ୍ଧୀଜୀଙ୍କ ପାଖରେ ସଦ୍ବୁଦ୍ଧି ତାଙ୍କୁ ହଉ। 2ରେ ଯଦି ଗଣତାନ୍ତ୍ରିକ ଆନ୍ଦୋଳନକୁ ବଳୟ କରିବାର ଆମେ ବି ନିନ୍ଦା କରୁଛୁ।
जो गणतांत्रिक धारा जदि हिंसा हुआ तार हिंसा ताकू प्रतिरोध करा जाता तेणु ताकू भी आम चेतावनी भी दौचु जे गणतांत्रिक धारा जो आंदोलन शांतिपूर्ण उपाय जो आंदोलन गांधीजी कही जे विमल विशृंखला दूर करने विमल श्रृंखला आने विशृंखलता को दूर करने आंदोलन दरकार आम से पंथा को आपणे जाऊँ।